प्रेज द लॉर्ड। ईश्वरଙ୍କ ବାକ୍ୟରେ ଈଶ୍ୱର କହନ୍ତି, ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ପରି ନୁହେଁ, କିଓ ବା ତୁମ୍ଭମାନଙ୍କ ମାର୍ଗ ସକଳ ଆମ୍ଭର ମାର୍ଗ ପରି ନୁହେଁ। କାରଣ ପୃଥିବୀ ଅପେକ୍ଷା ଆକାଶ ମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗ ସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର। ବାସ୍ତବରେ ଆମେ ମନୁଷ୍ୟମାନେ ଯେପରି ଦେଖୁ ଓ ଚିନ୍ତା କରୁ, ଈଶ୍ୱର ସେପରି ଦେଖନ୍ତି ନାହିଁ କି ଚିନ୍ତା କରନ୍ତି ନାହିଁ। ଆମେ କେବଳ ଦୁର୍ବଳତା ଅସମ୍ଭବକୁ ଦେଖିଥାଉ, କିନ୍ତୁ ଈଶ୍ୱରଙ୍କ ଚକ୍ଷୁ ସର୍ବଦା ଉତ୍ତମ ଏବଂ ସିଦ୍ଧତାକୁ ଦେଖିଥାଏ। ଆମେ ନକାରାତ୍ମକ ବା ନେଗେଟିଭ ଦେଖୁ, କିନ୍ତୁ ଈଶ୍ୱର ସର୍ବଦା ପଜିଟିଭ ଦେଖନ୍ତି। ଆସନ୍ତୁ ବର୍ତ୍ତମାନ ଆମେ ଏହି ଚିନ୍ତା ଉପରେ ଏକ ଛୋଟ କବିତାଟେ ଶୁଣିବାକୁ ଯିବା। କବିତାଟିର ଶୀର୍ଷକ ହେଉଛି ଈଶ୍ୱର କ'ଣ ଦେଖନ୍ତି। ଅନ୍ଧକାର ମଧ୍ୟରେ ଜ୍ୟୋତି ଦେଖନ୍ତି, ଶୂନ୍ୟ ମଣ୍ଡଳରେ ପୃଥିବୀର ନକ୍ସା କାଟନ୍ତି। ଅନ୍ଧକାର ମଧ୍ୟରେ ସେ ଜ୍ୟୋତି ଦେଖନ୍ତି, ଶୂନ୍ୟ ମଣ୍ଡଳରେ ପୃଥିବୀର ନକ୍ସା କାଟନ୍ତି। ମୃତ୍ୟୁ ଗର୍ଭ ଆଉ ବୃଦ୍ଧାବସ୍ଥାକୁ ନୁହେଁ, ସେମାନଙ୍କ ମଧ୍ୟରେ ନିଜର ମହାଗୋଷ୍ଠୀକୁ ଦେଖନ୍ତି। ଜ୍ୟେଷ୍ଠକୁ ତୁଚ୍ଛ ଜ୍ଞାନ କରି କନିଷ୍ଠକୁ ଆକର୍ଷଣ କରନ୍ତି। ସ୍ୱାର୍ଥୀ ଠକ ଜାକୁବ ଭିତରେ ଇସ୍ରାଏଲକୁ ସେ ଦେଖିପାରନ୍ତି। ଜ୍ୟେଷ୍ଠକୁ ତୁଚ୍ଛ ଜ୍ଞାନ କରି କନିଷ୍ଠକୁ ଆକର୍ଷଣ କରନ୍ତି। ସ୍ୱାର୍ଥୀ ଠକ ଜାକୁବ ଭିତରେ ଇସ୍ରାଏଲକୁ ସେ ଦେଖିପାରନ୍ତି। ପ୍ରତାରକ ଓ ପ୍ରବଞ୍ଚକକୁ ବାରଗୋଷ୍ଠୀର ପିତା ବନାଇ ଦିଅନ୍ତି। ଅଗ୍ରଜମାନେ ଥାଉ ଥାଉ କୋମଳ କନିଷ୍ଠ ଭିତରେ କେଜାଣି କ'ଣ ଦେଖନ୍ତି। ସ୍ୱପ୍ନ ଦର୍ଶନ ଦେଇ ମିଶ୍ରାଧିପତି ବନାଇ ଦିଅନ୍ତି। କହୁଥିଲେ ମୂଷା, ମୁଁ ଜଡ଼ ଓ ଧୀର ବାକ୍ୟବାଦୀ। କହୁଥିଲେ ମୂଷା, ମୁଁ ଜଡ଼ ଓ ଧୀର ବାକ୍ୟବାଦୀ। ଈଶ୍ୱର ଦେଖୁଥିଲେ ତାଙ୍କ ଭିତରେ ଅପୂର୍ବ ଏକ ବାକ୍ୟପତି। ଫାରଠାରୁ ଛଡ଼ାଇ ଆଣିପାରିବି ନାହିଁ ମୁଁ ତୁମ ଲୋକଙ୍କୁ। ମୁଁ ଦୁର୍ବଳ, ଫାରଠାରୁ ଛଡ଼ାଇ ଆଣିପାରିବି ନାହିଁ ମୁଁ ତୁମ ଲୋକଙ୍କୁ। ଈଶ୍ୱର ଦେଖି କହୁଥିଲେ, ତୁମ ବିନା ପଠାଇବି ନାହିଁ ଆଉ କାହା। ଶତ୍ରୁକୁ ଡରି ଦ୍ରାକ୍ଷାକୁଣ୍ଡରେ ସେ ଗହମ ମଳୁଥିଲେ। କ'ଣ ଦେଖି ଈଶ୍ୱର ତାଙ୍କୁ ମହାବିକ୍ରମଶାଳୀ ବୋଲି କହିଦେଲେ? ଶତ୍ରୁକୁ ଦେଖି ସେ ଦ୍ରାକ୍ଷାକୁଣ୍ଡରେ ଗହମ ମଳୁଥିଲେ। କ'ଣ ଦେଖି ଈଶ୍ୱର ତାଙ୍କୁ ମହାବିକ୍ରମଶାଳୀ ବୋଲି କହିଦେଲେ? ଈଶ୍ୱର ଅତୀତ ବର୍ତ୍ତମାନ ନୁହେଁ, ଆସିବାକୁ ଯାଉଥିବା ଭବିଷ୍ୟତ ଦେଖନ୍ତି। ଗିଦିଅନର ଦୁର୍ବଳତାକୁ ନୁହେଁ, ନେତୃତ୍ୱ ବୀର ହେବେ ଦେଖି ସାରିଛନ୍ତି। ଈଶ୍ୱର ଅତୀତ ବର୍ତ୍ତମାନ ନୁହେଁ, ଆସିବାକୁ ଯାଉଥିବା ଭବିଷ୍ୟତ ଦେଖନ୍ତି। ଗିଦିଅନର ଦୁର୍ବଳତା ନୁହେଁ, ନେତୃତ୍ୱ ବୀର ହେବେ ଦେଖି ସାରିଛନ୍ତି। ବିଧବା ବିଦେଶିନୀ ନୁହେଁ, ରୁଥ୍ ଭିତରେ ସେ ବିଶ୍ୱସ୍ତତାର ରୂପକୁ ଦେଖିଛନ୍ତି। ବିଧବା ବିଦେଶିନୀ ନୁହେଁ, ରୁଥ୍ ଭିତରେ ସେ ବିଶ୍ୱସ୍ତତାର ରୂପକୁ ଦେଖିଛନ୍ତି। କ୍ଷୁଦ୍ର ବାଳକ ଭିତରେ ମହାନ ଭବିଷ୍ୟତ ବକ୍ତାଙ୍କୁ ଦେଖିଲେ। ସେଥିପାଇଁ ଯାଜକ ଥାଉ ଥାଉ ବାଳକ ପାଖରେ ନିଜ ମନ କଥା କହିଦେଲେ। ଥିଲେ 7 ଭାଇ ହୃଷ୍ଟପୃଷ୍ଟ, ଲମ୍ବା ଆଉ ରୂପବାନ। ଈଶ୍ୱର ବାଛି ସାରିଥିଲେ ମେଷପାଳକ ଦାଉଦକୁ, ନହେଲେ ଆଉ କେହି ତା ସମାନ। ଥିଲେ 7 ଭାଇ ହୃଷ୍ଟପୃଷ୍ଟ, ଲମ୍ବା ଆଉ ରୂପବାନ। ଈଶ୍ୱର ବାଛି ସାରିଥିଲେ ମେଷପାଳକ ଦାଉଦକୁ, ନହେଲେ ଆଉ କେହି ତା ସମାନ। ସାମୁଏଲ ଦେଖୁଥିଲେ ବାହ୍ୟ ରୂପ। ଈଶ୍ୱର କହିଲେ, ଅଟକି ଯାଅ, ନ କର ତାକୁ ଅଭିଷେକ। ସାମୁଏଲ ଦେଖୁଥିଲେ କେବଳ ବାହ୍ୟ ରୂପ। ଈଶ୍ୱର କହିଲେ, ଅଟକି ଯାଅ, ନ କର ତାକୁ ଅଭିଷେକ। ନୁହେଁ ସେହି ଜଣ ମୋ ମନର ମତ। ଦେଖିଛି ମୁଁ ଜଣକୁ, ସେ ହିଁ ନେବ ନା ରାଜତ୍ୱ। ନୁହେଁ ସେହି ଜଣ ମୋ ମନର ମତ। ଦେଖିଛି ମୁଁ ଜଣକୁ, ସେ ହିଁ ନେବ ରାଜତ୍ୱ। ବୁଝାଇଦେଲେ ସାମୁଏଲକୁ, ମୁଁ ସଦାପ୍ରଭୁ ଈଶ୍ୱର। ବୁଝାଇଦେଲେ ସାମୁଏଲକୁ, ମୁଁ ସଦାପ୍ରଭୁ ଈଶ୍ୱର। ଦେଖେ ନାହିଁ ବାହ୍ୟ ରୂପ, କିନ୍ତୁ ଦେଖେ ମନୁଷ୍ୟର ଭିତରି ଭାଗ। ବୁଝାଇଦେଲେ ସାମୁଏଲକୁ, ମୁଁ ସଦାପ୍ରଭୁ ଈଶ୍ୱର। ଦେଖେ ନାହିଁ ବାହ୍ୟ ରୂପ, କିନ୍ତୁ ଦେଖେ ମନୁଷ୍ୟର ଭିତରି ଭାଗ। ମାଛ ଧରୁଥିବା ମାଛୁଆ ଭିତରେ ଦେଖିଲେ ଶିଷ୍ୟତ୍ୱର ଭୋକ। ତାଡ଼ନାକାରୀ ପାଉଲ ଭିତରେ ଜଣେ ମହାନ ଭକ୍ତ। ତାଡ଼ନା ନୁହେଁ, ତାଡ଼ିତ ହେବ। ଆଜି ନିନ୍ଦା କରୁଛି, ଦିନେ ନିନ୍ଦା ସହିବ। ଈଶ୍ୱର ଦେଖିଲେ ନାହିଁ ସାଉଲକୁ, ଦେଖିଥିଲେ ତା ଭିତରେ ଥିବା ପାଉଲକୁ। ଈଶ୍ୱର ଦେଖିଲେ ନାହିଁ ସାଉଲକୁ, ଦେଖିଥିଲେ ତା ଭିତରେ ଥିବା ପାଉଲକୁ। ଈଶ୍ୱର ଦେଖନ୍ତି ତୁମ ଭିତରେ ଥିବା ଦୁର୍ବଳତାକୁ ନୁହେଁ, ନିଜେ ଦେଇଥିବା ବଳ ଆଉ ଗୁଣ ସବୁ ବୁଝି ନିଅନ୍ତି। ଈଶ୍ୱର ଦେଖନ୍ତି ଗୋଲାମ ହୋଇ କରୁଥିବା ପାପୀକୁ ନୁହେଁ, କରିବାକୁ ଯାଉଥିବା ମୁକ୍ତ କାର୍ଯ୍ୟ ସବୁ ସେ ବୁଝି ଯାଆନ୍ତି। ଆଜି ଯାହା କରୁଛ ତାହା ନୁହେଁ, ଅନୁଗ୍ରହରେ ପୂର୍ଣ୍ଣ ହୋଇ କାଲି କରିବ ଯାହା, ତାହା ସେ ଦେଖି ସାରନ୍ତି। ସେଥିପାଇଁ ସେ କୁହନ୍ତି ନାହିଁ, ତୁମେ ଦୁର୍ବଳ, ତୁମେ ପାପୀ, ଅମଣିଷ।
ସେଥିପାଇଁ ସେ କୁହନ୍ତି ନାହିଁ ତୁମେ ଦୁର୍ବଳ, ତୁମେ ପାପୀ ଅମଣିଷ। ଭବିଷ୍ୟତକୁ ଚାହିଁ କହିଦିଅନ୍ତି ବଳବାନ ଧାର୍ମିକ, ତୁମେ ଉତ୍ତମ ପୁରୁଷ। ତାହାଙ୍କ ଚକ୍ଷୁ କେବେ ମନ୍ଦ ଦେଖି ନାହିଁ, ତାହାଙ୍କ ଚକ୍ଷୁ କେବେ ପାପ ଦେଖିପାରେ ନାହିଁ, ତାହାଙ୍କ ଚକ୍ଷୁ କେବେ ଅସାଧ୍ୟ ଦେଖେ ନାହିଁ। ଅସାଧ୍ୟ ବୋଲି କିଛି ତାଙ୍କ ସମ୍ମୁଖରେ ହିଁ ନାହିଁ। ଘଟିବା ବିଷୟକୁ ନୁହେଁ, ଘଟିବାକୁ ଯାଉଥିବା ଉତ୍ତମତାକୁ ସେ ଦେଖନ୍ତି। ଭୟ ଆଉ ନିରାଶକୁ ନୁହେଁ, ତୁମ ଆଶା ଓ ଭରସାକୁ ସେ ଦେଖନ୍ତି। ଘଟିଥିବା ବିଷୟକୁ ନୁହେଁ, ଘଟିବାକୁ ଯାଉଥିବା ଉତ୍ତମତାକୁ ସେ ଦେଖନ୍ତି। ଭୟ ଆଉ ନିରାଶକୁ ନୁହେଁ, ତୁମ ଆଶା ଓ ଭରସାକୁ ସେ ଦେଖନ୍ତି। ଧନ୍ୟବାଦ।